ବାଲିଯାତ୍ରାରେ ବାସି ଖାଦ୍ୟର ଭୟଙ୍କର ଚିତ୍ର। ରୋଜିସ୍ କିଚେନରେ ସିଏମସିର ରେଡ୍। ଏସବୁ ଖାଦ୍ୟ ନୁହେଁ ବରଂ ବିଷ। ଗନ୍ଧ ଛାଡୁଥିବା ବାସି ଖାଇବା, ଆଉଟଡେଟେଡ୍ ସସ୍ ଓ ରଙ୍ଗୀନ କେମିକାଲ। କଟକ ବାଲିଯାତ୍ରାରେ ହଜାର ହଜାର ଲୋକେ ଅଜାଣତରେ ଏହି ବିଷାକ୍ତ ଖାଦ୍ୟ ଖାଉଛନ୍ତି। ଖାଇଲେ ପେଟ ରୋଗଠୁ ଆରମ୍ଭ କରି ଗମ୍ଭୀର ସ୍ୱାସ୍ଥ୍ୟ ଅବସ୍ଥା ବି ଦେଖାଯାଉଛି। ବାଲିଯାତ୍ରାର ଗହଳି ଭିତରେ ରୋଜିସ୍ କିଚେନ ନାମକ ଏକ ଷ୍ଟଲରେ ସିଏମସି ଅଚାନକ ଚଢ଼ଉ କରିଥିଲା। ଦୃଶ୍ୟ ଦେଖିଲେ ଯେ କେହି ବି ସେଠାରେ ଗୋଟିଏ ଚାମଚ ଖାଇବାକୁ ରାଜି ହେବ ନାହିଁ। ଗ୍ରାହକଙ୍କୁ ପରସା ଯାଉଥିଲା ଦିନେ ଦୁଇ ଦିନର ବାସି ବିରିୟାନୀ, ରାବିଡି ଆଉ ଆଉଟଡେଟେଡ୍ ଟମାଟୋ ସସ୍। ଆଶ୍ଚର୍ଯ୍ୟର କଥା, ଏସବୁ ଦେଖି ସାରି ବହୁ ଲୋକ ଖୁସିରେ ବି ସେଠି ଯାଇ ଖାଉଥିଲେ। ଦେଖନ୍ତୁ, ରେଡ୍ ପରେ ଯାହା ବାହାରୁଛି ତାହା ବହୁତ ଭୟଙ୍କର। ବାଲ୍ଟି ବାଲ୍ଟି ପଚା ରାବିଡି, ହଣ୍ଡା ହଣ୍ଡା ଗନ୍ଧିଆ ବିରିୟାନୀ ଓ ଡେଟ୍ ଅତିକ୍ରମ କରିଥିବା ସସ୍ ବୋତଲ ଜବତ ହୋଇ ଡଷ୍ଟବିନ୍ରେ ଫିଙ୍ଗା ଚାଲିଛି। ଦେଖିଲେ ବାନ୍ତି ବି ଆସୁଛି। ବାସି ରୁଟି ଓ ବ୍ରେଡ୍ ଫୁଲି ଫୁଲି ପଚିଗଲାଣି। ସବୁଠାରୁ ଭୟଙ୍କର ଥିଲା ଖାଦ୍ୟକୁ ଆକର୍ଷଣୀୟ କରିବା ପାଇଁ ବ୍ୟବହାର ହୋଇଥିବା କୃତ୍ରିମ ରଙ୍ଗ ଓ ରସାୟନ। ଏହା କ୍ୟାନ୍ସର ଭଳି ମାରାତ୍ମକ ରୋଗର କାରଣ ହୋଇପାରେ। ଅସାଧୁ ବ୍ୟବସାୟୀମାନେ ଏହି ବିଷାକ୍ତ ଖାଦ୍ୟ ବିକ୍ରି କରି ବଡ଼ ଲାଭବାନ ବି ହେଉଛନ୍ତି। କେବଳ ରୋଜିସ୍ କିଚେନ କାହିଁକି, ଫୁଡ୍ ସେଫ୍ଟି ଟିମ୍ ବାଲିଯାତ୍ରାରେ 50ରୁ ଅଧିକ ଷ୍ଟଲ୍ ଯାଞ୍ଚ କରିଛି ଏବଂ କେତେକ ଷ୍ଟଲ୍କୁ ସିଲ୍ ମଧ୍ୟ କରିଦେଇଛି। ତଥାପି ପ୍ରତିବର୍ଷ ଏଭଳି ଘଟଣା ଘଟୁଛି। ପ୍ରଶାସନ ଏଥର କଡ଼ା ପଦକ୍ଷେପ ନେବ ନା କେବଳ 2-4 ଦିନରେ ଚଢ଼ଉ କରି ନିଜ କାମ ସାରିଦେବ, ତାହା ଦେଖିବାକୁ ବାକି ରହିଲା। ବାଲିଯାତ୍ରାର ମଜା ନେବା ବେଳେ ସାବଧାନ ରୁହନ୍ତୁ, ଖାଦ୍ୟ ବାଛନ୍ତୁ, ନହେଲେ ମଜା ହସ୍ପିଟାଲରେ ବି ସରିଯାଇପାରେ।